ଯାତ୍ରା ପାର୍ଟି ଗଲେ ବୋଲି ଆପଣଙ୍କ ବାପା ଖାଇବାକୁ ଦେଇ 10 ପଦ କଥା କହିଥିଲେ। ଏହା କ'ଣ ସତ? ବାପର କର୍ତ୍ତବ୍ୟ କରୁଥିଲେ। ମାଟି ଖୋଳିକି ମୋତେ ପାଠ ପଢ଼େଇଥିଲେ। ଗୋଟେ ଚାକିରି କରିଥାନ୍ତି, ଯାତ୍ରା ପରେ ହେବି ବୋଲି ସେ କେବେ ଆଶା ବାନ୍ଧି ନଥିଲେ। ସେଟା ତାଙ୍କୁ କଷ୍ଟ ଦେଇଥିଲା। ଗୋଟେ ଅଭାବୀ ପରିବାର ଭିତରେ ଗୋଟେ ପୁଅ, ମୋ ତଳେ 4-4ଟା ଭଉଣୀ। ଲୁଣି ପାଣି ମାଡ଼ିଯିବ ତ ଘର ଚାଷ ହେଇପାରିବନି। ମାଟି ଖୋଳେଇକି ସେ ଆମକୁ ସବୁ ପୋଷିଥିଲେ। ତାଙ୍କର ଯେଉଁ ଆଶା ଥିଲା ମୋ ଉପରେ, ମୁଁ ଯାତ୍ରାବାଲା ହେବି, ସେଟା ତାଙ୍କୁ ଭାରି କଷ୍ଟ ଦେଇଥିଲା। ସେଇ ରାଗରେ ମୋତେ ସେ କହିଥିଲେ, ତୁ କ'ଣ ଟିକେ ଯେ ଖଟିକି ରଖିଥିଲୁ ଆସି ଖାଉଛୁ। ଗୋଟେ ବାପ ପଣିଆର ଅଭିମାନ ସିନା ତାଙ୍କର ଥିଲା। ସେତେବେଳେ ମୁଁ ବାପାକୁ ଭୁଲ ବୁଝୁଥିଲି ଯେ ବୋଉ କହୁଥିଲି ବାପାକୁ କହ କିଛି ମୋତେ ନ କହୁ, ମୁଁ ଖାଇଦେଇକି ପଳାଏ। ବର ମୁହୂର୍ତ୍ତରେ